ଚାଲିଛି ବେଆଇନ ବ୍ଲାଷ୍ଟିଂ ଓ ଉତ୍ତୋଳନ। ପ୍ରଶାସନ ନୀରବ ରହିବାର କାରଣ କ'ଣ? ବାଲେଶ୍ୱର ଜିଲ୍ଲା ଖଇରା ତହସିଲ କୁପାରୀ ରାଜସ୍ୱ କ୍ଷେତ୍ର ଅଧୀନରେ ସାରିସୁଆ ପାହାଡ଼। ବର୍ତ୍ତମାନ ଏହି ପାହାଡ଼ ଲୁପ୍ତ ହେବା ଅବସ୍ଥାରେ। ଦୈନିକ ଚୋରାରେ ଶହ ଶହ ଖଣିଜ ପଦାର୍ଥ ସହିତ ଚିପ୍ସ, ମେଟାଲ, ବୋଲ୍ଡର, ମାଟି ବିଭିନ୍ନ ଅଞ୍ଚଳକୁ ସ୍ଥାନାନ୍ତରିତ ହେଉଛି। ପ୍ରଶାସନ ତରଫରୁ ଚଢ଼ାଉ ପ୍ରାୟ ନାହିଁ କହିଲେ ଚଳେ। ଖବର ସଂଗ୍ରହରୁ ଜଣାଯାଏ ଯେ 19ଟି ଖଣି ନିଲାମ ହେବା ବେଳେ ବେଆଇନ ଭାବରେ 100ଟି ଖଣି ଚାଲୁଛି। ଦିନରାତି ବେଆଇନ ବ୍ଲାଷ୍ଟିଂ ହେବା ଦ୍ୱାରା ପାହାଡ଼ ଅଞ୍ଚଳର ଗ୍ରାମବାସୀଙ୍କର ଦୁଃଖ କହିଲେ ନ ସରେ। ଗ୍ରାମବାସୀଙ୍କର ଘର ଫାଟିକି ଆଁ କଲାଣି। ଛାତ କିମ୍ବା କାନ୍ଥ ପଡ଼ି କେତେବେଳେ ଯେ କାହାର ମୃତ୍ୟୁ ନ ଘଟିବ କହି ହେଉନି। ଅନେକ ଥର ପାହାଡ଼ରୁ ଜନ୍ତୁ ଗାଁ ଭିତରକୁ ପଶି ଆସି ଅନେକ କ୍ଷତି କରୁଛନ୍ତି। ଅନେକ ଲୋକ ମଧ୍ୟ ମୃତ୍ୟୁବରଣ କରିଥିବାର ନଜର ଅଛି। ବେଆଇନ ଓଭରଲୋଡିଂ ପରିବହନ ମଧ୍ୟ ଅନ୍ୟ ଏକ ସମସ୍ୟା। ବର୍ତ୍ତମାନ ଖଣି ମାଫିଆମାନେ ଏତେ ମାତ୍ରାରେ ସକ୍ରିୟ ହୋଇ ଉଠିଲେଣି ଯେ ଜଣାଯାଏ ଖୁବ୍ ଅଳ୍ପ ଦିନ ମଧ୍ୟରେ ସାରିସୁଆ ପାହାଡ଼ ପ୍ରାୟ ନିଶ୍ଚନ୍ନ ହୋଇଯିବ। ଜଙ୍ଗଲ ବିଭାଗ କିମ୍ବା ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବାର ମନେ ହୁଏ। ଗାଡ଼ିରେ ଓଭରଲୋଡ୍ ମାଲ ଯିବା ଦ୍ୱାରା ରାସ୍ତାରେ ଚିପ୍ସ ମେଟାଲ ବିଛାର ହୋଇ ପଡ଼ୁଛି, ଯେଉଁଥିପାଇଁ ଅନେକ ବାଇକ୍ ଆରୋହୀମାନେ ବିପଦର ସମ୍ମୁଖୀନ ହେଉଛନ୍ତି। କାହାରି କାହାରି ଜୀବନ ମଧ୍ୟ ଚାଲିଯାଉଛି। ତେଣୁ ପାହାଡ଼ ଲୋକଙ୍କ ଜୀବନ ରକ୍ଷା ପାଇଁ ବେଆଇନ ବ୍ଲାଷ୍ଟିଂ, ଖନନ ଓ ପରିବହନ ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ଉଚିତ। ଖଣି ଦୁର୍ନୀତିକୁ ନେଇ ପୂର୍ବ ସରକାରଙ୍କୁ ଦୋଷାରୋପ କରୁଥିବା ବର୍ତ୍ତମାନର ସରକାର ନୀରବ କାହିଁକି? ଏହାକୁ ନେଇ ଅଞ୍ଚଳରେ ଜୋର ଚର୍ଚ୍ଚା ଆରମ୍ଭ ହୋଇଛି। କିଏ ଓ କେବେ ହେବ ଏହାର ସମାଧାନ? ତୁରନ୍ତ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ଓ ମୋହନ ସରକାରଙ୍କ ପାହାଡ଼ ସୁରକ୍ଷା ଓ ଲୋକଙ୍କର ଜୀବନ ରକ୍ଷା ପ୍ରତି ଗୁରୁତ୍ୱ ଦିଅନ୍ତୁ ବୋଲି ସମ୍ପୃକ୍ତ ଅଞ୍ଚଳରେ ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।